ସ୍ୱାଧୀନତା ଦିବସ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ଜ୍ଞାନ ଗୁଣରେ ଗରିୟାନ ତଥା ନୀତି ଆଦର୍ଶରେ ଗଢ଼ା ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ବିଜ୍ଞ ବିଚାରକ ମଣ୍ଡଳୀ, ଉପସ୍ଥିତ ଶ୍ରୋତା ମଣ୍ଡଳୀ ଏବଂ ମୋର ପ୍ରିୟ ସାନ ବଡ଼ ଭାଇ ଓ ଭଉଣୀମାନେ, ସର୍ବପ୍ରଥମେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛି ଓ ମୋତେ ଏହି ମଞ୍ଚରେ କିଛି କହିବାର ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଯାହା ନାହିଁ ଭାରତେ ତାହା ନାହିଁ ଜଗତେ। ଏ ଭାରତର ଭୂମି ପବିତ୍ର, ସମୃଦ୍ଧ, ରତ୍ନଗର୍ଭା, ଉଚ୍ଚ ସଂସ୍କୃତି ସମ୍ପନ୍ନା। ଏହାକୁ ସୁନାର ଭାରତ ବୋଲି କୁହାଯାଏ। ବୈଦେଶିକ ଶାସକମାନେ ସଦାସର୍ବଦା ଏହା ଉପରେ ଲୋଲୁପ ଦୃଷ୍ଟି ପକାଇ ଆସିଛନ୍ତି। ଅତୀତରେ ବହୁବାର ଏ ମାତୃଭୂମି ସେମାନଙ୍କ ଅଧିକୃତ ହୋଇଛି। ହେଲେ ଭାରତ ବହୁ ବର୍ଷ ଧରି ତାର ସ୍ୱାଧୀନତା ହରାଇଥିଲା। ସ୍ୱାଧୀନତା ପ୍ରାପ୍ତିର ପୂର୍ବ ସମୟ ଥିଲା ଭାରତ ପାଇଁ ବହୁ ଦୁଃଖ, ଦୁର୍ଦ୍ଦଶା ଓ ଯନ୍ତ୍ରଣାର ଦିନ। ଇଂରେଜମାନେ ବାଣିଜ୍ୟ କରିବା ନାଁରେ ଆସି ଆମ ଦେଶକୁ ଶାସନ କରୁଥିଲେ। ଦେଶର ଧନ ସମ୍ପଦ, ବାଣିଜ୍ୟ ଦ୍ରବ୍ୟ ଲୁଟି ନେଉଥିଲେ। ପ୍ରତିବାଦ କଲେ ଲାଠି ପ୍ରହାର, ଗୁଳିମାଡ଼, ଜେଲ ଦଣ୍ଡ ଓ ଫାଶୀ ଖୁଣ୍ଟରେ ଝୁଲିବାକୁ ପଡ଼ୁଥିଲା। ତା ସତ୍ତ୍ୱେ ଆମ ଦେଶର ସାହସୀ ଦେଶପ୍ରେମୀମାନେ ମାତୃଭୂମିକୁ ଇଂରେଜ ଶାସନରୁ ମୁକ୍ତ କରାଇବା ପାଇଁ ବ୍ରିଟିଶ ଫୌଜ ଆଗରେ ଠିଆ ହୋଇଥିଲେ। ପ୍ରକୃତ ସ୍ୱାଧୀନତାର ଆନ୍ଦୋଳନ 1857ର ସିପାହୀ ବିଦ୍ରୋହରୁ ଶୁଭାରମ୍ଭ ହୋଇଥିଲା। ମଙ୍ଗଲ ପାଣ୍ଡେ ନାମକ ଜଣେ ସାହସୀ ଭାରତୀୟ ସିପାହୀ ଏହାର ଆରମ୍ଭ କରିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମଗ୍ର ଦେଶରେ ଏହାର ପ୍ରଭାବ ପଡ଼ିଲା। ବ୍ରିଟିଶ ଫୌଜ ଆଧୁନିକ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଏମାନଙ୍କୁ ଦମନ କଲେ। ପ୍ରତିବାଦ କଲେ ଏହାର ରକ୍ଷା ନାହିଁ। ତଥାପି ଧୀରେ ଧୀରେ ସାରା ଭାରତରେ ସ୍ୱାଧୀନତା ସଂଗ୍ରାମର ବିଦ୍ରୋହ ଦେଖାଦେଲା। ବହୁ ଦେଶପ୍ରେମୀ ଏଥିରେ ଝାସ ଦେଇ କାରାବରଣ କଲେ। ଚନ୍ଦ୍ରଶେଖର ଆଜାଦ, ଭଗତ ସିଂ, ଲକ୍ଷ୍ମଣ ନାୟକ, ଜୟୀରାଜଗୁରୁ ଭଳି ମହାନ ବ୍ୟକ୍ତିମାନେ ଫାଶୀ ଖୁଣ୍ଟରେ ଝୁଲି ଶହୀଦ ହେଲେ। ଶେଷରେ ଦେଶର ନେତୃତ୍ୱ ନେଲେ ମହାତ୍ମା ଗାନ୍ଧୀ ଓ ସୁଭାଷ ଚନ୍ଦ୍ର ବୋଷ, ଯେଉଁମାନେ ଦେଶବାସୀଙ୍କ ମନରେ ସ୍ୱାଧୀନତାର ଅଗ୍ନିକୁ ପରିବ୍ୟାପ୍ତ କଲେ। ଏହାର ଫଳସ୍ୱରୂପ ସ୍ୱାଧୀନତା ଆନ୍ଦୋଳନରେ କୋଟି କୋଟି ଦେଶବାସୀ ଭାଗ ନେଲେ। ନେତାଜୀଙ୍କ ସ୍ଲୋଗାନ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଓ ବାପୁଜୀଙ୍କ ଅହିଂସା ନୀତି ଆଗରେ ଇଂରେଜମାନେ ଶେଷରେ ମୁଣ୍ଡ ନୁଆଇଲେ। ଶେଷରେ ଶହ ଶହ ବର୍ଷର ପରାଧୀନତା ଓ ଦାସତ୍ୱରୁ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମ ଦେଶ ଭାରତ ସ୍ୱାଧୀନତା ପାଇଲା। ସେବେଠାରୁ ଆମେ ସ୍ୱାଧୀନତା ଦିବସକୁ ପାଳନ କରି ଆସୁଛୁ। ଏହି ଦିବସ ପାଳନ କରିବା ଦ୍ୱାରା ଭାରତବର୍ଷକୁ ସ୍ୱାଧୀନ କରିଥିବା ନେତାମାନଙ୍କ ସାହସ ଓ ତ୍ୟାଗ ମନେ ପଡ଼ିଥାଏ। ହେଲେ ଦେଶ ଖାଲି ସ୍ୱାଧୀନ ହେବା କିଛି ବଡ଼ କଥା ନୁହେଁ। ଏବେ ଆମର କର୍ତ୍ତବ୍ୟ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନର ଫଳରେ ମିଳିଥିବା ଏହି ସ୍ୱତନ୍ତ୍ର ଦେଶର ସୁରକ୍ଷା ଏବଂ ସମୃଦ୍ଧିରେ ନିଜକୁ ନିୟୋଜିତ କରିବା। ଆମ ପ୍ରିୟ ଦେଶକୁ ସ୍ୱଚ୍ଛ, ସୁନ୍ଦର ଏବଂ ସୁରକ୍ଷିତ ରଖିବା। ଆଜି ଆମେ ଏହି କ୍ଷଣରେ ଶପଥ ନେବା ଯେ ଆମେ ଆମ ଦେଶକୁ ସବୁବେଳେ ଭଲ ପାଇବା ଏବଂ ଏହାର ବିକାଶ ଓ ସୁରକ୍ଷା ପ୍ରତି ଯତ୍ନବାନ ହେବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।